ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନ ଦି ଗ୍ରାଣ୍ଡ କମାଣ୍ଡର ଅର୍ଡର ଅଫ୍ ଦି ଷ୍ଟାର ଏଣ୍ଡ କି ଅଫ୍ ଦି ଇଣ୍ଡିଆନ ଓସେନ ପ୍ରଦାନ ଲାଗି ଘୋଷଣା କରାଯାଇଛି। ମରିସସର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମ ଗୁଲାମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି। ପାରାଦୀପ ବ୍ଲକ ଥାନା ଅନ୍ତର୍ଗତ କାଠଗଡା ନିକଟରେ ଜଳିଗଲା କାରର ଡ୍ରାଇଭର ସିଟ୍ରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଥିବା ବେଳେ ଘଟଣାସ୍ଥଳରେ ବ୍ଲକ ଥାନା ପୋଲିସର ତଦନ୍ତ ଜାରି। ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକ ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ପକ୍ଷରୁ ଗୟଳେମୁଣ୍ଡି ଗ୍ରାମରେ ଚଢଉ ବେଳେ ଗ୍ରାମର ଜଣେ ଶିକାରୀଙ୍କ ଘରୁ ଗୋଟିଏ ମୃତ ଝିଙ୍କ, ଗୋଟିଏ ମୃତ ଗୁରାଣ୍ଡି, ଗୋଟିଏ ଦେଶୀ ବନ୍ଧୁକ ସମେତ 76ଟି ଗୁଳି ଓ 2ଟି ସମ୍ବର ସିଂହ ଜବତ ହୋଇଛି। ତେବେ ସମ୍ପୃକ୍ତ ଶିକାରୀମାନେ ଫେରାର ଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କ ଗିରଫ ପାଇଁ ଉଦ୍ୟମ ଜାରି ରହିଛି। ଆଜି କନ୍ଧମାଳ ଜିଲ୍ଲା ଓ ଗଜପତି ଜିଲ୍ଲା ପୋଲିସର 5ଟି ଥାନା ଅଞ୍ଚଳରେ ମିଳିତ ଚଢଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ପ୍ରାୟ 10,300 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସ୍ପି ମାନେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। Preview. Audio Jungle. Audio Jungle. Preview. ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ମାଇକ୍ ଭାଙ୍ଗିବା ଅଭିଯୋଗରେ ତାରା ବାହିନୀ ପତି 7 ଦିନ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି। ତାରାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏଥିସହ ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁ ଜିଆଣୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଲୁଟ୍। ଜଣେ କାର୍ଯ୍ୟରତ ସିଏଚ୍ଓଙ୍କୁ ବନ୍ଧୁକ ଦେଖାଇ ବେକରୁ ସୁନା ଚେନ୍ ଲୁଟ୍ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏନେଇ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ପରେ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଜାରି ରଖିଛି। ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ଯାତ୍ରା। ଏଥିପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି। ପରମ୍ପରା ଅନୁଯାୟୀ ସକାଳୁ ବାପା ଦେଶୀ ବେହେରା ମା ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହାପରେ ଦେଶୀ ବେହେରାଙ୍କ ଘର ସମ୍ମୁଖରୁ ଡେଙ୍ଗୁରା ବଜାଇ ସହରବାସୀଙ୍କୁ ଅବଗତ କରିଛନ୍ତି। Preview. Preview. Audio Jungle. Audio Jungle. Preview. ଭଦ୍ରକ ଜିଲ୍ଲା ଆର୍ଡି ଫାଣ୍ଡି ଦୋହରା ପାଟଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବାଇକ୍, ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ ଯୁବକ ହେଲେ ଭଦ୍ରକ ତଳମୁଦୁଗା ଗାଁର ଚନ୍ଦନ ଜେନା ଓ ଯାଜପୁର ବଦରା ପାଟ ଗାଁର ଶିବ ଜେନା ବୋଲି ସୂଚନା। ଆସନ୍ତା 24 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୟାଗଡ଼ କଣ୍ଟିଲୋର ନୀଳ ମାଧବଙ୍କ ଦର୍ଶନ କରିବା ନେଇ ସୂଚନା ମିଳିଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି। ଏବଂ ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିୟୁଷ ଲାଖୁଆ ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି। ସେ ରାଉରକେଲା ସହ ଝାଡଖଣ୍ଡ ଅଞ୍ଚଳରେ ବେଆଇନ ବାଲି ବେପାର, ଦାଦାବଟି ଆଦାୟ, ରାହାଜାନୀ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧରେ ସକ୍ରିୟ ଥିଲେ।